ସବୁ ଭାଇ ଗାଁ ଛୋଟ ପିଲାମାନେ ଆଜି ପୁସ୍ତକ ପଢାଲା ଯେ ଠାକୁରଙ୍କର ଯୋଉ ଛୁଆ ପିଲାଙ୍କ ପ୍ରତି ପ୍ରେମ ରହିଛି ତାହା କିପରି ପ୍ରକାଶ କଲେ। ଦିନେ ଠାକୁର ତାଙ୍କର ଶିଷ୍ୟ ଘରକୁ ଯାଇଥିଲେ। ତାଙ୍କର ଗୋଟେ ଛୋଟ ଶିଶୁଟି ଥାଏ। ଆଉ ଠାକୁର ତାଙ୍କ ଶିଷ୍ୟ ସାଙ୍ଗରେ ମିଳିମିଶି ସେ ଛୋଟ ପିଲା ସାଙ୍ଗେ ଖେଳିଲେ। ସେ କହିଲେ ଯେ ଘୋଡ଼ା ଖେଳ ଖେଳିବା। ଆଉ ସେ ଶିଶୁ କହିଲା ହଁ। ଠାକୁର କହିଲେ ତୁମେ ଘୋଡ଼ା ହୋ, ମୁଁ ତୁମ ଉପରେ ବସିକି ଖେଳିବା। ଆଉ ସେ ପିଲାଟି ରାଜି ହୋଇ ସେ ଘୋଡ଼ାରେ ଆଉ ଠାକୁର ତାଙ୍କ ଉପରେ ବସି ଘୋଡ଼ା ଖେଳ ଖେଳିଲେ। ତାପରେ ପିଲାଟି କହିଲେ ତୁମେ ଏବେ ଘୋଡ଼ା ହୁଅ, ମୁଁ ଏବେ ତମ ଉପରେ ବସିଛି। ଆଉ ଠାକୁର ରାଜି ହୋଇ ଘୋଡ଼ାରେ ଆଉ ପିଲା ତାଙ୍କ ପିଠି ଉପରେ ବସିଲେ। ଏତିକି ସମୟରେ ସେଇ ଶିଶୁଟିର ମା ଆସି ଦେଖିଲେ ଓ ପିଲାକୁ ତଳକୁ ଓହ୍ଲାଇଲେ କ୍ଷମା ପ୍ରାର୍ଥନା ଠାକୁର ଆଗରେ କଲେ। ହେଲେ ଠାକୁର କହିଲେ ଯେ କିଛି ନାହିଁ, ମୁଁ ତାଙ୍କ ଉପରେ ମୁଁ ସେଇ ଶିଶୁଟି ଘୋଡ଼ା ହେବାରୁ ମୁଁ ତାଙ୍କ ଉପରେ ବସିଲି। ହେଲେ ଏବେ ମୁଁ ଘୋଡ଼ା ଆଉ ସେ ଶିଶୁଟି ମୋ ଉପରେ ବସିବା ଏଇଟା ବାଧ୍ୟ। ଏଇଟା ଥିଲା ତାଙ୍କର ଭିନ୍ନ ଭାବ। ଆଉ ଥିଲା ପ୍ରେମ ଯିଏକି ବିଦ୍ୟାଳୟ ସମୟରେ ପିଲାମାନେ ଆଉ ଠାକୁର ଗୋଲାପ ଉଦ୍ୟାନରେ ଭ୍ରମଣ କରିଥିଲେ। ତାଙ୍କ ଭିତରୁ ଗୋଟିଏ ବାଳକ ଗୋଲାପ ଫୁଲଟି ଛିଣ୍ଡେଇ ଦେବାରୁ ଠାକୁର ଦେଖିଥିଲେ। ଆଉ ତାଙ୍କୁ କହିଲେ ଯେ ହେ ବାଳକ, ତୁ ଫୁଲଟି ଛିଣ୍ଡେଇଛୁ କଣ ପାଇଁ? ମୁଁ ଯାଇକିନା ଶିକ୍ଷକଙ୍କୁ କହିବି। ଏହା ଶୁଣି ସେ କ୍ରନ୍ଦନ କଲେ। ହେଲେ ଠାକୁର କହିଲେ ଯେ ମୁଁ ହେଲେ କହିବି। ଏହା ପୁଣି ଶୁଣି ସେ ଅଧିକ ସେ କ୍ରନ୍ଦନ କରିବାରୁ ଠାକୁର ସବୁ ରାଜ୍ୟରେ ତାକୁ କିଛି ଶିକ୍ଷା କଲେ ଆଉ ତାକୁ ଚୁପ କରି ପଠେଇଦେଲେ। ଏମିତି କିଛି ଦିନ ଗଲା। ଦିନେ ପୁଣି ଠାକୁର ଆଉ ବାଳକ ମାନେ ସେଇ ପୁଣି ଗୋଲାପ ଉଦ୍ୟାନରେ ଭ୍ରମଣ ହେଲେ। ଏଥିର ଠାକୁର ଗୋଲାପ ଫୁଲଟି ଛିଣ୍ଡେଇ ଆଣି ତାଙ୍କ ହାତରେ ଧରିଲେ। ଯେମିତି ସେ ଧରିଛନ୍ତି ସେଦିନ ବାଳକଟି ଦେଖିଥିଲା। ଆଉ ତାକୁ କହିଲା ଯେ ମୁଁ ସେଦିନ ଶୁଣିଲି ବୋଲି ଠାକୁର ଆପଣ ମତେ ଧମକେଇ ଶିକ୍ଷା ମାନେ କହୁଥିଲେ, ଏବେ ଏଇ କଥା ମୁଁ କହିବି। ସଠୁ ଠାକୁର ବି ମଧ୍ୟ କାନ୍ଦିଲେ। ହେଲେ ସେ କହିବି ବୋଲି ସେ କହିଲେ। ତାପରେ ଠାକୁର ଆଉ ଜଣେ ତଦନୁସାରେ ମୂର୍ଚ୍ଛନ ହେଇଥିଲେ। ତାପରେ ସବୁ ଲୋକ ଆସିଲେ ଆଉ ଏଇ କଥା ସମାଧାନ କରି